ସବୁ ସବୁ ଡେଡିକେସନ ଭିତରୁ ଦେଖାଯାଉଛି। ଏମିତି ସାଧାରଣତଃ ଆକ୍ଟର ମାନେ ମୋଟା ହବା ଗ୍ରହଣ କରନ୍ତିନି, କାହିଁକିନା ପତଳା ହବା ବହୁତ କଷ୍ଟ। ତେଣୁ ସବ୍ୟସାଚୀଙ୍କର ଡେଡିକେସନ, ସବ୍ୟସାଚୀ ବହୁତ ପରିଶ୍ରମ କରିଛନ୍ତି। ନାମକରଣକୁ ନେଇକିରି ସେମିତି କିଛି ଡିସ୍କସନ ହେଇନଥିଲା, ଏଇଟା କଣ୍ଟ୍ରୋଭର୍ସିଆଲ କରାହେଲା। ବଟ୍ ମୁଁ ତ ଖୁସି ଯେ ସମସ୍ତଙ୍କ କଥା ଶୁଣି, ଦର୍ଶକଙ୍କ କଥା ଜାଣି ଯଦି ନାଁଟି ଚେଞ୍ଜ କରିଛନ୍ତି, ବହୁତ ଭଲ କଥା। ସିନେମା ମାଧ୍ୟମରେ ଅନନ୍ତା ମଧ୍ୟ ଯଥେଷ୍ଟ। ନିଶ୍ଚୟ ଫକୀର ମୋହନଙ୍କର ରାଣ୍ଡିପୁଅ ଅନନ୍ତାକୁ ଅବଲମ୍ବନ କରି ଯେଉଁ ଅନନ୍ତା ସିନେମାଟି ଆସିଛି, ନିଶ୍ଚୟ ଦର୍ଶକମାନେ ପସନ୍ଦ କରିବେ ବୋଲି ମୋର ଆଶା। ସେଥିରେ ମୁଁ ଅଭିନୟ ମଧ୍ୟ କରିଛି ଏବଂ ବହୁତ ଭଲ ଲାଗୁଛି ସ୍କ୍ରିନ୍ରେ, ଦର୍ଶକ ପସନ୍ଦ କରୁଛନ୍ତି। ତେଣୁ ରଜରେ ନିଶ୍ଚୟ ଦର୍ଶକଙ୍କୁ ପସନ୍ଦ ଆସିବ ବୋଲି ମୋର ଆଶା। ସବ୍ୟସାଚୀଙ୍କର ବଡି ଟ୍ରାନ୍ସଫର୍ମେସନଟା ଦର୍ଶକମାନେ ବହୁତ ଗୋଟେ ଆଚମ୍ବିତ କରିଛି। କେମିତି କ'ଣ ଥିଲା ତାଙ୍କର? ସବ୍ୟସାଚୀଙ୍କ ଡେଡିକେସନ ଏଥିରୁ ଦେଖାଯାଉଛି। ଏମିତି ସାଧାରଣତଃ ଆକ୍ଟର ମାନେ ମୋଟା ହବା ଗ୍ରହଣ କରନ୍ତିନି, କାହିଁକିନା ପତଳା ହବା ବହୁତ କଷ୍ଟ। ତେଣୁ ସବ୍ୟସାଚୀଙ୍କର ଡେଡିକେସନ, ସବ୍ୟସାଚୀ ବହୁତ ପରିଶ୍ରମ କରିଛନ୍ତି ଏଇ ସିନେମାରେ, ଯେଉଁଟାକି ଦେଖାଯାଉଛି। ଦର୍ଶକ ନିଶ୍ଚୟ ତାକୁ ପସନ୍ଦ କରିବେ। ଆଉ ରାଣ୍ଡିପୁଅ ଅନନ୍ତାର ସେ ଯେଉଁ ଅନନ୍ତା ଚରିତ୍ରକୁ ନିଭେଇବା ପାଇଁ ସେ ବହୁତ ପରିଶ୍ରମ କରିଛନ୍ତି, ମୁଁ ନିଜ ଆଖିରେ ଦେଖିଛି। ତେଣୁ ଅଲ୍ ଦ ବେଷ୍ଟ ସବୁ ଟିମ୍। ଦେଖନ୍ତୁ, ବାଦ ବିବାଦ ସିଏ ତ ଅଲଗା ଘଟଣା, କିନ୍ତୁ ଦର୍ଶକଙ୍କୁ ଯେତେବେଳେ ବର୍ତ୍ତମାନ ଫାର୍ଷ୍ଟ ଲୁକ୍ ଆସିଛି ଏବଂ ଦର୍ଶକମାନେ ପସନ୍ଦ କରୁଛନ୍ତି, ନିଛକ ଓଡ଼ିଆ କାହାଣୀ ଆଉ ତାର ଗୀତ ଗୁଡ଼ିକ ବହୁତ ପସନ୍ଦ କରିଛନ୍ତି। ଦର୍ଶକଙ୍କ ପାଇଁ ଏଣ୍ଟରଟେନମେଣ୍ଟ ଥିଲେ ସିନେମା ଚାଲିବ। ଦି ଜଣଙ୍କ ଯାକ ଚାଲିବ। ଆଗରୁ ରଜରେ ତିନିଟା ସିନେମା ଚାଲୁଥିଲା, ଏବେ 2ଟା ସିନେମା ଆସିଛି ଏବଂ ବୋଉ ବୁଟୁ ଭୂତର ବି ଟ୍ରେଲର ଆସିଯାଇଛି। ଟ୍ରେଲର ବହୁତ ଭଲ ହେଇଛି। ତେଣୁ ଆଶା କରୁଛି 2ଟା ଯାକ ସିନେମା ଲୋକ ନିଶ୍ଚୟ ଦେଖିବେ। ଆଗରୁ ଯେତେବେଳେ ରଜ ଆସୁଥିଲା, ସେତେବେଳେ ସିନେମା ହଲରେ ସୋରିଷ ପକାଇବା ଜାଗା ହଉନଥିଲା, ବହୁତ ଲୋକ ହଉଥିଲେ, ଫିଲ୍ମ ମଧ୍ୟ ସେମିତି ଟକ୍କର ଦଉଥିଲେ। ଏଥର ଏତେ କମିଯାଇଛି କାହିଁକି? ନାଇଁ, ଗତ ରଜରେ ବି ବହୁତ ଭିଡ଼ ହେଇଥିଲା। ଗତ ରଜରେ ଦର୍ଶକ ପସନ୍ଦ କରିଥିଲେ ସିନେମା ଏବଂ ସେଇ ସୋରିଷ ପକାଇବା ନହେଲା ଭଳିଆ ଜାଗା ନଥିଲା ଭଳିଆ ସିଚୁଏସନ୍ ହେଇଥିଲା। ଏ ବର୍ଷ ମଧ୍ୟ ଆଶା କରାଯାଉଛି ସେଇଭଳିଆ ହେବ। ଆଉ ଏ ବର୍ଷ 2ଟା ସିନେମା ଆସୁଛି। ସିନେମା ହଲ୍ ସଂଖ୍ୟା କମିଛି, 2ଟା ସିନେମା ଆସିବା ଠିକ୍ ଅଛି। ଆଉ ଆଶା କରୁଛୁ ଏ ବର୍ଷ ମଧ୍ୟ ସିନେମାକୁ ବହୁତ ପସନ୍ଦ କରିବେ। 2ଟା ଅଲଗା ଧରଣର, ଅଲଗା ଟେଷ୍ଟର ସିନେମା ଆସୁଛି। ଆଜ୍ଞା, 2ଟା ଫିଲ୍ମ କଥା କହୁଛନ୍ତି, କିନ୍ତୁ ଆମେ ଜାଣିଛୁ 3ଟା ଫିଲ୍ମ ଆସୁଛି, କାହିଁକିନା ବର୍ତ୍ତମାନ ପିୟୁଷ ମଧ୍ୟ ଟକ୍କର ଦେବାକୁ ଆସିଛନ୍ତି। ଆଚ୍ଛା, ମୁଁ ଜାଣି ନାହିଁ ଆଉ ଗୋଟେ ସିନେମା ଆସୁଛି ବୋଲି, ବଟ୍ ମୁଁ ଜାଣିବାରେ 2ଟା ସିନେମା ବର୍ତ୍ତମାନ ସୁଦ୍ଧା ପ୍ରଚାର ହେଇଛି। ତେଣୁ ଆଶା କରିବି ଆଉ ଯଦି ସିନେମା ଆସିବ ତାଙ୍କୁ ଥିଏଟର ମିଳିବା ମଧ୍ୟ କଷ୍ଟ ହେଇପାରେ। ରାଣ୍ଡିପୁଅ ଅନନ୍ତାର ନାମ ପରିବର୍ତ୍ତନଟା କେତେ ଜରୁରୀ ଥିଲା? ଦେଖନ୍ତୁ, ଏଇଟା ତ ଗୋଟେ ସେନ୍ସର କଥା। ଯେତେବେଳେ ମଧ୍ୟ ଚର୍ଚ୍ଚା ହଉଥିଲା, ଯେତେବେଳେ ସିନେମାଟି ତିଆରି ଚାଲିଥିଲା, ସେତେବେଳେ ମଧ୍ୟ ନାମକରଣକୁ ନେଇକିରି ସେମିତି କିଛି ଡିସ୍କସନ ହେଇନଥିଲା, ଏଇଟା କଣ୍ଟ୍ରୋଭର୍ସିଆଲ କରାହେଲା। ବଟ୍ ମୁଁ ତ ଖୁସି ଯେ ସମସ୍ତଙ୍କ କଥା ଶୁଣି, ଦର୍ଶକଙ୍କ କଥା ଜାଣି ଯଦି ନାଁଟି ଚେଞ୍ଜ କରିଛନ୍ତି, ବହୁତ ଭଲ କଥା। ସିନେମା ମାଧ୍ୟମରେ ଅନନ୍ତା ମଧ୍ୟ ଯଥେଷ୍ଟ। ଗୋଟିଏ ଲୋକ ବିବାଦ କରୁଥିଲେ, ତା କଥାକୁ ନେଇକି ଚେଞ୍ଜ କଲେ। ବର୍ତ୍ତମାନ ଯଦି ସିଏ କହୁଛି ଯେ ମୋ କଥାରେ ଚେଞ୍ଜ କରିଦେଲେ ବୋଲି ତାଙ୍କର ଗୋଟେ ଭାବନା ଅଛି, ତାଙ୍କ କଥାରେ ପୃଥିବୀ ଚେଞ୍ଜ ହେଇଯାଉ, ବହୁତ ଭଲ କଥା ହବ। ସବୁ ଭଲ କଥା ହଉ। ଆହୁରି ଗୋଟେ କମ୍ପ୍ଲେନ୍ ଆସୁଛି, ଯୋଉ ଲେଖା ହେଇଛି ଫକୀର ମୋହନ ସେନାପତିଙ୍କର ରାଣ୍ଡିପୁଅ ଅନନ୍ତା ଅବଲମ୍ବନ। ସେପଟେ ବି ଆହୁରି ଗୋଟେ କଥା ଅଛି, ସେ ସେଣ୍ଟେନ୍ସଟା ଉଠେଇବା ପାଇଁ ଗୋଟେ କଥା। ନା, ଫକୀର ମୋହନଙ୍କ ନାଁ ଚେଞ୍ଜ କରିବାରେ ଆମର କୌଣସି ଅଧିକାର ନାହିଁ, କି ରାଣ୍ଡିପୁଅ ଅନନ୍ତାର ନାଁ ଚେଞ୍ଜ କରିବାରେ ଆମର କୌଣସି ଅଧିକାର ନାହିଁ ବା ଆମେ କରିପାରିବୁନି। ଯୋଉଟା ସତ୍ୟ ସେଇଟା ସତ୍ୟ। ରାଣ୍ଡିପୁଅ ଅନନ୍ତା ଗଳ୍ପକୁ ଅବଲମ୍ବନ କରି ସେମାନେ କରିଛନ୍ତି, ଯୋଉଟାକି ସେମାନେ ଗ୍ରହଣ କରିଛନ୍ତି ଏବଂ ସେନ୍ସର ସରିଯାଇଛି। ଯାହା ପ୍ରୋବ୍ଲେମ ହେଇଥାନ୍ତା ସେନ୍ସରରେ ହେଇଥାନ୍ତା। ବର୍ତ୍ତମାନ ସେନ୍ସର ସରିଯାଇଛି ଏବଂ ଗଭର୍ଣ୍ଣମେଣ୍ଟ ସାର୍ଟିଫାଇଡ୍ ସିନେମା ଏଇଟା, ତାକୁ ନେଇ କୌଣସି ବିବାଦ ହେବା ଉଚିତ ନୁହଁ।